ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରବୀଣ ଆପଣମାନଙ୍କୁ ସ୍ୱାଗତମ ଜଣାଉଛି ଅନୁଚିନ୍ତା ୱାଲ୍ ପ୍ରବୀଣ ୟୁଟ୍ୟୁବ ଚ୍ୟାନେଲକୁ। ଉଭୟ ସ୍ତ୍ରୀ ଏବଂ ପୁରୁଷମାନଙ୍କ ପାଇଁ ବଛା ବଛା 15ଟି ଟିପ୍ସ। ଆଜିର ଅନୁଚିନ୍ତା, ଗୁରୁବାର ଦିନ ଏହି 15ଟି ନିୟମ ପାଳନ କରନ୍ତୁ, କେବେ ବି ଲକ୍ଷ୍ମୀ ଛଡ଼ା ହୋଇବେ ନାହିଁ। 1 ନମ୍ବର, ଘରେ ଅନ୍ଧବସା ବାନ୍ଧିବାକୁ ଦିଅନ୍ତୁ ନାହିଁ। 2 ନମ୍ବର, ରୋଷେଇ କରିସାରି ସଙ୍ଗେ ସଙ୍ଗେ ଗ୍ୟାସ୍ ସଫା କରିଦିଅନ୍ତୁ। 3 ନମ୍ବର, ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ, ଖାଇସାରିବା ପରେ ସଫା କରିଦିଅନ୍ତୁ। 4 ନମ୍ବର, ଘରକୁ ଆମ୍ବୀୟ ସଜନ ଆସିଲେ ଖାଲି ପେଟରେ ଛାଡ଼ନ୍ତୁ ନାହିଁ, କିଛି ନଥିଲେ ପାଣି ହେଲେ ବି ଟିକେ ପିଇବାକୁ ଦିଅନ୍ତୁ। 5 ନମ୍ବର, ଘରେ ଅଳିଆ ଆବର୍ଜନା ଜମା କରନ୍ତୁ ନାହିଁ, ଘରକୁ ପରିଷ୍କାର ରଖନ୍ତୁ। 6 ନମ୍ବର, ଶୋଇବା ସମୟରେ ବିଛଣାରେ ଓଲଟା ଶୁଅନ୍ତୁ ନାହିଁ। ତ ଦର୍ଶକ ବନ୍ଧୁମାନେ, ଆପଣମାନେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। 7 ନମ୍ବର, ବିଛଣା ବଙ୍କା ପକାନ୍ତୁ ନାହିଁ, ଏହା କଲେ ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ। 8 ନମ୍ବର, ଶୁଖିଲା ତୁଳସୀ ଗଛକୁ ପୂଜା କରନ୍ତୁ ନାହିଁ, ଏହା କଲେ ମାତା ଲକ୍ଷ୍ମୀ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ହୋଇଥାନ୍ତି। 9 ନମ୍ବର, ଚୁଟିକୁ ଦାନ୍ତରେ ଛିଡ଼ାନ୍ତୁ ନାହିଁ, ଏହା କଲେ ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ ଏବଂ ଆପଣଙ୍କ ପରିବାରର ମଧ୍ୟ ଅନିଷ୍ଟ ହୋଇଥାଏ। 10 ନମ୍ବର, ଦୁଃଖୀ ଗରିବ ଘରକୁ ଆସିଲେ କିଛି ଖାଇବାକୁ ଦିଅନ୍ତୁ, ନଚେତ୍ କିଛି ବସ୍ତୁ ଦାନ କରନ୍ତୁ, ଖାଲି ହାତରେ ଫେରାନ୍ତୁ ନାହିଁ। ଖାଲି ହାତରେ ଫେରାଇଲେ ଆପଣଙ୍କର ବହୁତ ଅନିଷ୍ଟ ହୋଇଥାଏ। 11 ନମ୍ବର, ଗଛ ମୂଳରେ ପରିସ୍ରା କରନ୍ତୁ ନାହିଁ। 12 ନମ୍ବର, ରାତିରେ ଲୋକଙ୍କ ଘରକୁ କିଛି ମାଗନ୍ତୁ ନାହିଁ, କାରଣ ଆପଣଙ୍କ ପ୍ରତି ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। 13 ନମ୍ବର, ପିଇବା ପାଣି ଢାଙ୍କିକି ରଖନ୍ତୁ, ଖୋଲା ରଖନ୍ତୁ ନାହିଁ। ତ ଦର୍ଶକ ବନ୍ଧୁମାନେ, କେବେ ହେଲେ ବି ପିଇବା ପାଣିକୁ ଖୋଲା କରି ରଖନ୍ତୁ ନାହିଁ, ତାକୁ ଢାଙ୍କି ଦିଅନ୍ତୁ। 14 ନମ୍ବର, ଭୋଜନ କରିବା ସମୟରେ କଥା ହୁଅନ୍ତୁ ନାହିଁ କି ଗୀତ ଗାଆନ୍ତୁ ନାହିଁ। ତ ଦର୍ଶକ ବନ୍ଧୁମାନେ, ଭୋଜନ କରିବା ସମୟରେ କେବେ ହେଲେ ବି କଥା ହୁଅନ୍ତୁ ନାହିଁ କି ଗୀତ ବି ଗାଆନ୍ତୁ ନାହିଁ। 15 ନମ୍ବର, ଗୋଡ଼ ନ ଧୋଇ କେବେ ବି ଖାଇବା ପାଇଁ ବସନ୍ତୁ ନାହିଁ। ତ ଦର୍ଶକ ବନ୍ଧୁମାନେ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବେ ମତାମତ ଦେବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍ ଉପରେ କ୍ଲିକ୍ କରିକି ଅଲ୍ ଉପରେ ପ୍ରେସ୍ କରନ୍ତୁ। ଆଜି ପାଇଁ ବିଦାୟ ନେଉଛୁ, ଦେଖା ହେବା ପୁଣି ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।